ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଶାଖା ଏକଲ ଅଭିଯାନ ପକ୍ଷରୁ ଆଜି ଆଦିବାସୀ ଭବନଠାରେ ସଭାକକ୍ଷରେ ଉପଖଣ୍ଡ ସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ନେତ୍ରୀ କ୍ଷିତିପ୍ରଭା ବାଘଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଏକଲ ଅଭିଯାନର ସଂଯୋଜକ ଜୟପ୍ରକାଶ ଗୁପ୍ତା, ଜିଲ୍ଲା ପ୍ରମୁଖ ପ୍ରଦୀପ ପାଣି ସମ୍ମାନିତ ଅତିଥି ଓ ନାରୀ ନେତ୍ରୀ ପାର୍ଥବୀ କିଷାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଲିଙ୍ଗଗତ ସମାନତା, ନାରୀ ଅଧିକାର ଓ ନାରୀକୁ ସମ୍ମାନ ଦେବାକୁ ହେବ ବୋଲି କହିଥିଲେ। ପ୍ରାରମ୍ଭରେ ଅଭିଯାନର ସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଭିଯାନର ଦୀକ୍ଷା ପ୍ରମୁଖ ବିଜୟ ପ୍ରୋସେସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଖଣ୍ଡରେ ଚାଲିଥିବା 50ଟି ଏକଲ ବିଦ୍ୟାଳୟର ଗୋଷ୍ଠୀ ଶିକ୍ଷୟିତ୍ରୀ ଓ ସହାୟିକାଗଣ ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ନର୍ସିଂ କଲେଜର ଛାତ୍ରୀଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। नर्सिंग कॉलेज रे ताकू ताली देकरी सम्मानित करवार गुटे मौकाटे पाइला। आ मुई बेसी जहनी कहे एथिले मुई 8 बजे आरंभ करवा कइतली 9 बजे एले पलादी आउते जागे कइतली बाबरा एरिया दिबारे जे तो हेथिल लगी आगे को क्लास कर दिली। आगे माने क्षमा मांगी जे तने बार-बार ये देरी कर दिले किंतु मुई भी देरी कर दी 8 बजे कइतली किंतु 9 बजे जाई दिले हमर इंडियन टाइम है देरी कर एले इंडियन ब्रिटिश टाइम है आ हो देरी हेगला कारण मुझे आगे पूछले हम जमीन किरा दिबार छै।